ମକର ସଂକ୍ରାନ୍ତି ଆସୁଛି ଆଉ ମନେ ପଡୁଛି ଆମେ ଆମ ପିଲା ବେଳେ କେମିତି ମକର ସଂକ୍ରାନ୍ତି ପାଳନ କରୁଥିଲୁ। ତ ମକର ସଂକ୍ରାନ୍ତିର ପାଖାପାଖି ସପ୍ତାହେ 10 ଦିନ ଆଗରୁ ଆମର ଗୁଡ଼ି ଉଡା ଷ୍ଟାର୍ଟ ହେଇଯାଏ, କିନ୍ତୁ ପର୍ଟିକୁଲାର ସଂକ୍ରାନ୍ତି ଦିନ ସକାଳୁ ସକାଳୁ ଗାଧେଇ ପାଧେଇ ଆମ ସାଙ୍ଗମାନେ ଆମର ଗୋଟେ ଜାଗା ଥିଲା ସେଇଠି ସାଇକେଲ ଧରି ଏକାଠି ହେଇଯାଉ। ଆଉ ଆମ ସାହିରେ ଗୋଟେ ମନ୍ଦିର ଅଛି, ସେ ମନ୍ଦିରରେ ପୂଜା ପୂଜି ହୁଏ, ମକର ଚାଉଳ ହୁଏ। ତ ମକର ଚାଉଳ ଖାଇବାକୁ ପଳଉ। ଖାଇସାରିକି ଆମର ଗୋଟେ ସାଙ୍ଗ ଘରେ ମାଞ୍ଜା ପଡିକି ସୂତା ପୁରା ନଟେଇରେ ଗୁଡା ହେଇକି ଗୁଡି ଫୁଡି ରେଡି ହେଇକି ଥାଏ। ତ ଆମେ ସେଠି ଯାଇକି ଗୁଡି ଉଡଉ ଉଡଉ ଦିନ 1 1:30 ବାଜିଯାଏ। ପୁଣି ସାଇକେଲ ଧରି ଆମେ ସେ ମନ୍ଦିରକୁ ଯାଉ। ଭାତ ଡାଲମା ଖଟା ଖିରି ଛଙ୍କା ପୁରା ବଢିଆ କି ରୋଷେଇ ହେଇଥାଏ। ସେଠି ପେଟେ ଖାଇକି ପୁଣି ଆସି ସାଙ୍ଗ ଘରେ ସଞ୍ଜ 9 ଢଳିଆ ପର୍ଯ୍ୟନ୍ତ ଆମେ ଗୁଡି ଉଡଉ। କାର ଗୁଡି କଟିଗଲା ଗୋଡେଇ ଗୁଡି ଧରୁ। ଏମିତି ଆମର ମକର ସଂକ୍ରାନ୍ତି ବହୁତ ବଢିଆ ସେ କଟିଯାଏ। ଆଜି ଆମେ ବଡ ହେଇଯାଇଛେ ଆଉ ସହରଠୁ ବହୁତ ଦୂରରେ ଆସିକି ମୁଁ ବାଙ୍ଗାଲୋରରେ ରହିଛି, କିଏ କୁଆଡେ ପଳେଇଛନ୍ତି ସାଙ୍ଗମାନେ। ବଟ୍ ଏଇଆ କହିବି ଯେ ଯାହା ଆମେ ଏକ୍ସପିରିଏନ୍ସ କରିଛୁ ଆମ ପିଲାଦିନେ ବହୁତ ବଢିଆ ଥିଲା। ସେ ଟ୍ରାଡିସନ ସେଦିନ ବହୁତ ବଢିଆ ଥିଲା। ଆଉ ଆଜିର ଜେନେରେସନକୁ ଏହା କହିବି ଯେ ଆମର ଏଇ ସବୁ ବଢିଆ ଟ୍ରାଡିସନକୁ ମେଣ୍ଟେନ କରି ରଖନ୍ତୁ, ଏନ୍ଜୟ କରନ୍ତୁ, ଆଉ ଲୁପ୍ତ ହେବାକୁ ଦିଅନ୍ତୁ ନାହିଁ। ଏଇ ମକର ସଂକ୍ରାନ୍ତି ଉପଲକ୍ଷେ ଅରିଜିନ୍ସ ଅଫ୍ ଓଡ଼ିଶା ତରଫରୁ ଆପଣ ସମସ୍ତଙ୍କୁ ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।